ओम नमः शिवाय। ମୁଁ ଜ୍ୟୋତିର୍ବିଦ ରୁଦ୍ରପ୍ରସନ୍ନ ମହାପାତ୍ର ଭୁବନେଶ୍ୱର ଓଡ଼ିଶାରୁ କହୁଛି। ଗୋଟେ ଭଲ ଇଣ୍ଟରେଷ୍ଟିଂ ଟପିକ୍, ବହୁତ ଇନଫର୍ମେଟିଭ୍ ଆଉ କିଛି ମାତ୍ରାରେ ଜ୍ୟୋତିଷର ଯେଉଁ କିଛି ଗୋଟେ ବ୍ୟଭିଚାର ବା ଠିକ୍ ଉପଯୋଗ କରାଯାଉନି ତା ବିଷୟରେ ମଧ୍ୟ ସେ ଟପିକ୍ଟା ହେଲା ଆଜିର ବିଷୟବସ୍ତୁ ଆଜିର ହେଲା ଯେଉଁ ନବବର୍ଷ ଆସୁଛି 2025 ତାର ଯେଉଁ ବାର୍ଷିକ ଫଳ କଥନ କରାଯାଉଛି ତାକୁ ନେଇକି ବିଲକୁଲ ବିବ୍ରତ ହୁଅନ୍ତୁ ନାହିଁ। ନବବର୍ଷର ବାର୍ଷିକ ଭବିଷ୍ୟବାଣୀ ଯେଉଁ କରାଯାଉଛି ତାକୁ ନେଇକି ବିଲକୁଲ ବିବ୍ରତ ହୁଅନ୍ତୁ ନାହିଁ। ଚାଲନ୍ତୁ ଆରମ୍ଭ କରିବା। ପ୍ରଥମେ ଜାଣି ରଖିଥାନ୍ତୁ ଯେ ବାର୍ଷିକ ଫଳ ବା ବର୍ଷ ଫଳ ବୋଲି ଗୋଟେ ଜିନିଷ ଜ୍ୟୋତିଷରେ ସମ୍ପୂର୍ଣ୍ଣ ମାତ୍ରାରେ ଅଛି। ଏଥିରେ କୌଣସି ପ୍ରକାର ହେଳା ନାହିଁ। ଗ୍ରନ୍ଥଟି ନାଁ ବି ମୁଁ କହି ରଖୁଛି। ଗ୍ରନ୍ଥଟି ନାଁ ହେଲା ତାଜିକ ନୀଳକଣ୍ଠୀ। ମୂଳ ଗ୍ରନ୍ଥ, ଯଦିଓ ଆଉ 2-3ଟା ଏମିତି ଅଛି, ବଟ୍ ମୂଳ ଗ୍ରନ୍ଥଟା ହେଲା ତାଜିକ ନୀଳକଣ୍ଠୀ। ପଣ୍ଡିତ ନୀଳକଣ୍ଠ ବୋଲି ଜଣେ ଥିଲେ, ସେ ବହିଟା ଲେଖିଛନ୍ତି। ଏଇଥିରେ ବର୍ଷ ଫଳଟାକୁ ପୁରା ଏଲାବୋରେଟ୍ କରାଯାଇଛି ଏବଂ ଆଜିକା ଦିନରେ ୟୁନିଭର୍ସିଟି ଗୁଡ଼ାକରେ ମଧ୍ୟ ବର୍ଷ ଫଳ ଗୋଟେ ଅଛି ବୋଲି ଜ୍ୟୋତିଷରେ ପଢ଼ାଯାଉଛି। ଏବଂ ଏଇ ନବବର୍ଷଟା କି ଆପଣଙ୍କର ଯେକୌଣସି ଗୋଟେ ବର୍ଷ ଆପଣଙ୍କ ପାଇଁ ସେଇଟା ଗୋଟେ ସଂହିତା ଜ୍ୟୋତିଷ ଶାସ୍ତ୍ର ଅଣ୍ଡରରେ ଆସୁଛି। ଅର୍ଥାତ୍ ଆପଣ ଓଡ଼ିଶା ପାଇଁ କ'ଣ ହେବ କହିପାରିବେ, ଭାରତବର୍ଷ ପାଇଁ କ'ଣ ରହିବ କହିପାରିବେ, ଚାଇନା ପାଇଁ କ'ଣ ରହିବ କହିପାରିବେ। କେମିତି ଏଗୁଡ଼ା କରାଯାଏ? ଭାରତବର୍ଷ ଯେଉଁଦିନ ସ୍ୱାଧୀନ ହେଲା ସେଇଟା ଭାରତବର୍ଷର ଜନ୍ମଦିନ ବୋଲି ଧରିବେ ଏବଂ ଭାରତବର୍ଷକୁ ପ୍ରେଡିକ୍ସନ୍ କରିବେ ଏଇ ବର୍ଷଟା କେମିତି ରହିବ ଭାରତ ପାଇଁ। ପାକିସ୍ତାନ ଭାରତ ଗୋଟେ ସବୁବେଳେ ଭାରି କନଫ୍ୟୁଜିଂ ଜିନିଷ ଆସେ। କାହିଁକି ନା ପାକିସ୍ତାନ ଗୋଟେ ଦିନ 24 ଘଣ୍ଟା ଏପଟ ସେପଟ। ସେଥିଲାଗି ପାକିସ୍ତାନର ବର୍ଷଫଳ ପ୍ରେଡିକ୍ସନ୍ କରିବେ ଆଉ ଭାରତର ବର୍ଷଫଳ ପ୍ରେଡିକ୍ସନ୍ କରିବେ। ତା ଭିତରେ ଗୋଟେ ବିଶେଷ ଏପଟ ସେପଟ ରହିବ ନାହିଁ। ଯଦିଓ ପ୍ରାକ୍ଟିକାଲି ଏପଟ ସେପଟ ରୁହେ। ତା ବିଷୟରେ ପରେ କେବେ ଆଲୋଚନା କରିବା କାହିଁକି ସେଟା ସେମିତି ହୁଏ। ବଟ୍ ଆଜିକାର ଯେଉଁ ବିଷୟବସ୍ତୁ ଅଛି ଯେ ବାର୍ଷିକ ଫଳ ଆସିଲା, ସମସ୍ତେ ବର୍ତ୍ତମାନ ବାହାରି ପଡ଼ିବେ ଯେ ଏଇ ରାଶି ପାଇଁ 2025ଟା କେମିତି ରହିବ। ପ୍ରଥମ ଜିନିଷ ମନେ ରଖିଥାନ୍ତୁ, ସଂହିତା ଜ୍ୟୋତିଷରେ ପ୍ରେଡିକ୍ସନ୍ କରିବାକୁ ହେଲେ ବା ଭବିଷ୍ୟବାଣୀ କରିବା ପାଇଁ ହେଲେ ଗୋଟେ ଜ୍ୟୋତିଷଙ୍କୁ ସେତିକି ବିଜ୍ଞ ହେଇଥିବା ଦରକାର। ମୋ ମତରେ ଆଜିକା ଡେଟ୍ରେ କଳିଯୁଗରେ ଆମେ ଯେଉଁ ଭଳିଆ ସବୁ ମୂର୍ଖ ଜ୍ୟୋତିଷ ମୋ ଭଳିଆ, ଆମମାନଙ୍କୁ ମୋତେ ଲାଗୁଛି କମ୍ ସେ କମ୍ 30 ବର୍ଷ ଅଭିଜ୍ଞତା ନହେଲେ ଗୋଟେ ଦେଶର ପ୍ରେଡିକ୍ସନ୍ କରିହେବନି। ବହି ପଢ଼ିକି ମୁଁ କରିଦେଇପାରିବି, ମ୍ୟାଗାଜିନ୍ରେ ବହୁତ ଗୁଡ଼ିଏ ଜିନିଷ ଲେଖା ବାହାରୁଛି ତାକୁ ଦେଖିକି କହିଦେଇପାରିବି, କିନ୍ତୁ ମୋର ନିଜସ୍ୱ ପ୍ରେଡିକ୍ସନ୍ କରିବାକୁ ହେଲେ ଗୋଟେ ସଂହିତା ଜ୍ୟୋତିଷରେ ଆଜିକା ଡେଟ୍ରେ ଗୋଟେ ଜ୍ୟୋତିଷକୁ 30 ବର୍ଷର ସକ୍ରିୟ ଅଭିଜ୍ଞତା। ଏମିତି ନାହିଁ ଯେ 30 ବର୍ଷର ଅଭିଜ୍ଞତା ଭିତରେ ଗୋଟେ ବହି ଲେଖିନଥିବେ, ଗୋଟେ ରିସର୍ଚ୍ଚ ପେପର ଲେଖିନଥିବେ, ସେ ଗାଁରେ ବସିକି ଜାତକ ଗଡ଼େଇ ଦିନ ଯାଇଥିବ ନା। ଜ୍ଞାନର ଯେଉଁ ଡେପ୍ଥ ଥିବା ଅଛି ସେଇଟା ରହିଥିବାର ଅଛି। ତା ସହିତ 30 ବର୍ଷର ଯଦି ଅଭିଜ୍ଞତା ଥିବ ତାହେଲେ ଗୋଟେ ଜ୍ୟୋତିଷ ଗୋଟେ ରାଜ୍ୟ କିମ୍ବା ଗୋଟେ ଦେଶ ପାଇଁ, ଏଠି ରାଜ୍ୟ ମାନେ ଲିଟରାଲ ସେନ୍ସରେ ଆପଣ ଷ୍ଟେଟ୍ ନିଅନ୍ତୁ, ଦେଶ ବୋଲି କହିଲେ କଣ୍ଟ୍ରି ନିଅନ୍ତୁ, ର ପ୍ରେଡିକ୍ସନ୍ କରିପାରିବା ନାହିଁ। ପ୍ରଥମ ତାହେଲେ ଜିନିଷ ଆସିଲା କ'ଣ
ନା ମୋ ଭଳିଆ ମୂର୍ଖ ଜ୍ୟୋତିଷ ଯେଉଁମାନେ ବେଶୀ ଅଭିଜ୍ଞତା ନଥିବ, ବହୁତ ଇନଡେପ୍ଥ ପଢ଼ା ଲେଖା କରିନଥିବେ, ସେଇମାନେ ସଂହିତା ଜ୍ୟୋତିଷର କୌଣସି ପ୍ରକାର ପ୍ରେଡିକ୍ସନ୍ କରିପାରିବେ ନାହିଁ। ଆଜିକା ଦିନରେ ମୋତେ ଲାଗୁଛି ଗୁରୁବର କେଏନ୍ ରାଓ ହେଲେ କି ଗାୟତ୍ରୀ ଦେବୀ ବାସୁଦେବ ହେଲେ, ବିବି ରମଣଙ୍କର ଝିଅ এবি ଶୁକ୍ଲା ରିଟାୟାର୍ଡ IAS ହେଲେ, ଏଇ ଯେଉଁ କିଛି ଲୋକ କିମ୍ବା PVR ନରସିଂହା ରାଓ ହେଲେ, ଯେଉଁମାନେ କି ପିଲାଦିନୁ ଗୋଟେ 40, 50, 60 ବର୍ଷ ହେଲା ଜ୍ୟୋତିଷ କଲେଣି, ଦେଖିଲେଣି, ପଢ଼ିଲେଣି, ଲେଖିଲେଣି, ବହି ଲେଖିଛନ୍ତି, ରିସର୍ଚ୍ଚ ପେପର ଲେଖିଛନ୍ତି, ଗଦା ଗଦା, ସେଇମାନେ ଗୋଟେ ଭବିଷ୍ୟବାଣୀ କରିପାରିବେ ଦେଶ ବିଷୟରେ। ଅନ୍ୟ ଜ୍ୟୋତିଷମାନେ ତାଙ୍କ ଅଭିଜ୍ଞତା ନେଇକି କରିପାରିବେ। ଅର୍ଥାତ୍ ସବୁ ଜ୍ୟୋତିଷ କରୁଥିବା ଭବିଷ୍ୟବାଣୀଟି ଗୋଟେ ଦେଶ କିମ୍ବା ରାଜ୍ୟ ପାଇଁ ସତ ହେବ ନାହିଁ। ସେ ଜ୍ୟୋତିଷ ତାଙ୍କର ନିଜର ମାନେ କ'ଣ ଯେଉଁଟା ଲିମିଟେସନ୍ ବା ନିଜର ଅକ୍ଷମତାଟାକୁ ସେ ଗ୍ରହଣ କରିବେ ନାହିଁ। ଯେମିତି ମୁଁ ସମ୍ପୂର୍ଣ୍ଣ କ୍ୟାମେରା ଆଗରେ ଗ୍ରହଣ କରୁଛି ଯେ ନା ସଂହିତା ଜ୍ୟୋତିଷ ଆମର ଗୋଟେ ଇଣ୍ଟରଭ୍ୟୁ ନିଆଯାଉଥିଲା, ସେଥିରେ ମୁଁ ଓପନଲି କହିଥିଲି, ଏତେ ମୋତେ ପଚରା ହେଲା, ମୁଁ କହିଲି ନାହିଁ ସଂହିତା ଜ୍ୟୋତିଷ ବିଷୟରେ କହିଲା ଭଳିଆ କ୍ଷମତା ମୋ ଭଳିଆ ମୂର୍ଖର ନାହିଁ। ଆମେ ତ ଗୋଟେ ରାମ କି ଦାମ ହରି କ'ଣ ହେବ ସେ କହିପାରୁନୁ, ଆଉ ରାଜ୍ୟର କ'ଣ କହିବୁ। କିନ୍ତୁ ଜ୍ୟୋତିଷ ଶାସ୍ତ୍ରରେ ଏଇଟା ଅଛି। ସେଇଭଳିଆ ବିଜ୍ଞ ଜ୍ୟୋତିଷ ଯଦି ଠିକ୍ ଗଣନା ଶିଖିଥିବେ, ରିସର୍ଚ୍ଚ ଶିଖିଥିବେ, ପଢ଼ିଥିବେ, ଲେଖିଥିବେ, ଜାଣିଥିବେ, ନିଶ୍ଚିତ ରୂପେ କହିପାରିବେ ଗୋଟେ ଦେଶ ପାଇଁ ଏଇ ବର୍ଷଟି କେମିତି ଯିବ। ଗଲା। ତେଣୁ ଏଇଟା ହେଲା ଗୋଟେ ପଏଣ୍ଟ। ଯଦି ସେମିତି ଗୋଟେ କୌଣସି ଲୋକ ଯିଏକି ଆପଣଙ୍କ ନଜରରେ ବଡ଼ ହେଇଗଲେ ହେବନି କିମ୍ବା ଟିଭିରେ ବାହାର ପଡ଼ିଲେ ହେବନି, ତାଙ୍କର ଅଭିଜ୍ଞତା ସେତିକି ହେବାର ଅଛି। ସେ ଯଦି କହନ୍ତି ଗ୍ରହ ନକ୍ଷତ୍ରର ସ୍ଥିତି ଦେଖିକି, ତାହେଲେ ଭବିଷ୍ୟବାଣୀ ସତ ହେବାର ସମ୍ଭାବନା ରହିଛି। ଅନ୍ୟଥା କଦାପି ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ। ଗଲା। ଦ୍ୱିତୀୟତଃ ବର୍ଷଫଳଟା ଯେ ଆପଣଙ୍କର ଯେଉଁ ଇଂରେଜୀ ବର୍ଷଫଳ 2025ରୁ 2026 ଇଂରେଜୀ, ଆମର ଯେଉଁଦିନ ମେଷ ସଂକ୍ରାନ୍ତି ହୁଏ ସେଇଟା ବର୍ଷଫଳ ସେଇଠୁ ଆରମ୍ଭ ହେଲା। ଆପରେ ଗୋଟେ ଭିଡ଼ିଓ ବୋଧେ ମୁଁ ଆଗରୁ କରିଦେଇଛି, ମୋର ଠିକ୍ରେ ମନେ ପଡ଼ୁନି, ପ୍ରାୟ 2-3 ମାସ ପୂର୍ବରୁ ମୁଁ ଗୋଟେ ଭିଡ଼ିଓ କରିନେଇଛି ପ୍ରାୟ, ଯେ ଇଂଲିଶରେ କି ହିନ୍ଦୀ କି ଓଡ଼ିଆ ମନେ ପଡ଼ୁନି, କିନ୍ତୁ କରିଛି। ତ ଆମର ଯେଉଁ ହେଲା ସୂର୍ଯ୍ୟ ମେଷରେ ପ୍ରବେଶ କରିବ, ସେବେଠୁ ଯଦି ଆମେ ବର୍ଷ ନେଇକି ଆମେ ପ୍ରେଡିକ୍ସନ୍ କରିବା, ତାର ପ୍ରୋସେସ୍ ଯାହା ରହିବ ଏ ଇଂରେଜୀ ବର୍ଷଫଳ ନେଇକି ଯଦି ଆମେ କରୁଛନ୍ତି ଏକ୍ଜାକ୍ଟ ସେୟା ରହିବ। ପ୍ରୋସେସ୍ ଇଜ୍ ସେମ୍, ପ୍ରେଡିକ୍ସନ୍ ପ୍ରୋସେସ୍ ସମାନ। କେଉଁ ଗ୍ରହ କେଉଁଠି ଗୋଚର କରୁଛନ୍ତି ସେ ରାଶିକି ନେଇକି ତାର ବର୍ଷଫଳ ଅନୁସାରେ ତାର ମୂର୍ଥ କାଲକୁଲେସନ୍ ହେଇକି ପ୍ରେଡିକ୍ସନ୍ଟା ହେବ। ତେଣୁ ଆପଣଙ୍କର ସେ ଆମର ଯେଉଁ ମେଷ ସଂକ୍ରାନ୍ତି ଠାରୁ ଯେଉଁ ପ୍ରେଡିକ୍ସନ୍ ହେବ କିମ୍ବା ଏଇ ବର୍ଷ ଆରମ୍ଭରୁ ଯେଉଁ ପ୍ରେଡିକ୍ସନ୍ଟା ହେବ, ସେ ପ୍ରେଡିକ୍ସନ୍ରେ ପ୍ରୋସେସ୍ଟା ସମାନ ରହିବ। ତେଣୁ କିଛି ଭୁଲଭାଲ ହେବାର ଚାନ୍ସ ନାହିଁ। ଆମେ ଓଡ଼ିଆ ନବବର୍ଷ ନେବା, ସେଇଦିନ ଠାରୁ ପ୍ରେଡିକ୍ସନ୍ କରିବା, ତାହେଲେ ବି ସେ ସମାନ ରହିବ। ଯେଉଁଦିନ ପାଞ୍ଜି ବାହାରେ, କିନ୍ତୁ 2025ରୁ 2026 ପର୍ଯ୍ୟନ୍ତ ଯଦି ଆପଣ ଇଂରେଜୀ ନବବର୍ଷ ନେଇ କରିବେ, ତାହେଲେ ପ୍ରେଡିକ୍ସନ୍ ପ୍ରୋସେସ୍ ଠିକ୍ ରହିବ। କହିବାର ଉଦ୍ଦେଶ୍ୟ ହେଲା ଯେ ଆପଣମାନେ କିଏ ଇଂରେଜୀ ନବବର୍ଷ କହୁଛନ୍ତି, କିଏ ଓଡ଼ିଆ ନବବର୍ଷ କହୁଛନ୍ତି ବୋଲି କିଛି ଭୁଲଭାଲ କରିବେ ନାହିଁ। ସମୟ ତ ସବୁବେଳେ ସମାନ ଚାଲିବ, ଆଉ କ'ଣ ଓଡ଼ିଆ ନବବର୍ଷ କହିଲେ ଖରାପ ଏପଟ ସେପଟ ହେଇଯିବ। କିନ୍ତୁ ଆମେ ଯଦିଓ ସେଇଟା ମାନିବା କଥା, ଏବେ ଆପଣଙ୍କର ୟୁଟ୍ୟୁବରେ ବାହାର ପଡ଼ିଲାଣି ସବୁ 2025ଟା କେମିତି ହେବ, ତେଣୁ ତାକୁ ନେଇ ବିବ୍ରତ ହେବେ ନାହିଁ। ଗଲା। ତୃତୀୟ ଜିନିଷକୁ ଆସିବା, ଇଏ ବର୍ଷଫଳଟା ଗୋଟେ ରାଜ୍ୟ କିମ୍ବା ଗୋଟେ ଦେଶ ପାଇଁ ଅଛି, ରାମ ଦାମ ହରି ପାଇଁ ନାହିଁ। ନାଇଁ, ବହିରେ କେଉଁଠି ଆପଣଙ୍କର ଗୋଟେ ପ୍ରେଡିକ୍ଟିଭ୍ ତାଜିକ୍ ନୀଳକଣ୍ଠୀରେ ଗୋଟେ ନାଟାଲ ହରୋସ୍କୋପିରେ ପ୍ରୋଜେକ୍ଟେଡ୍ ହରୋସ୍କୋପ୍ ଯେଉଁଟା କୁହାଯାଏ, ତାପରେ ଏତେ ଫୋକସ୍ କରାଯାଇ ନାହିଁ। ଯଦିଓ କହି ହେବ ଯେ ତୁଳା ରାଶିରେ ଏଇ ବର୍ଷ ପାଇଁ କେମିତି ରହିବ, କିନ୍ତୁ ସେଇଟା ପର୍ଟିନେଣ୍ଟ ହେବନି। କାହିଁକି ନା ପ୍ରଥମରୁ କହି ରଖିଲି ଯେ ବର୍ଷଫଳଟା ସଂହିତା ଜ୍ୟୋତିଷର ଗୋଟେ ଅଙ୍ଗ, ଅର୍ଥାତ୍ ଗୋଟେ ରାଜ୍ୟ କିମ୍ବା ଗୋଟେ ଦେଶ ପାଇଁ କେମିତି ଏଇ ବର୍ଷଟା ରହିବ, ଦୁର୍ଭିକ୍ଷ ପଡ଼ିବ ନା ମରୁଡ଼ି ପଡ଼ିବ, ଯେଉଁ ଜିନିଷ ବହିରେ ଲେଖା ହେଇଛି, ଆଜିକାଲି ଏଟା ଆଉ ନାହିଁ, ମରୁଡ଼ି ଦୁର୍ଭିକ୍ଷ ସବୁ ଉଠିଗଲାଣି, ସେଟା ଆପଣ ପ୍ୟାଣ୍ଡେମିକ୍ ସେନ୍ସରେ ନିଅନ୍ତୁ ବା ଯାହା କରନ୍ତୁ, ସେଇଗୁଡ଼ା କେମିତି ହେବ କୁହାଯାଇଛି। ଗୋଟେ ପର୍ସନାଲ ଲୋକର ତାର ପ୍ରୋଜେକ୍ଟେଡ୍ ହରୋସ୍କୋପ୍ ନେଇକି ବିଲକୁଲ ବ୍ୟସ୍ତ ହେବେନି, କାରଣ ଦଶା ସମସ୍ତଙ୍କର ଭାରି କରିବ। ଆପଣଙ୍କର ତୁଳା ରାଶି, ମୋର ତୁଳା ରାଶି, ଆପଣଙ୍କର ସ୍ୱାତି ନକ୍ଷତ୍ର, ମୋର ସ୍ୱାତି ନକ୍ଷତ୍ର,
ଆପଣଙ୍କର ମୋର ବର୍ଷଟା ସମାନ ରହିବ ନାହିଁ। କାହିଁକି? ଆପଣଙ୍କର ଯେଉଁ ଦଶା ଚାଲୁଥିବ, ଯେଉଁ ଅନ୍ତର୍ଦଶା ଚାଲୁଥିବ, ପ୍ରତ୍ୟନ୍ତର ଦଶା ଚାଲୁଥିବ, ଫଳଟା ତାର ମିଳିବ ନା ବର୍ଷ ଫଳରେ ମିଳିବ। ମନେ ରଖିଥାନ୍ତୁ, ପ୍ରଥମେ ଦଶାର ଫଳ ଦେଖାଯାଏ। ଦଶା ନଥିଲେ କିଛି ଫଳ ମିଳିବ ନାହିଁ। ଗୋଚର ବା ଗ୍ରହମାନଙ୍କର ଆଜିକା ସ୍ଥିତିରେ କାଲିକା ସ୍ଥିତିରେ ଖାଲି ଚଳନଟାକୁ ଦେଖିକି ପ୍ରେଡିକ୍ସନଟା ଗୋଟେ ଲୋକର ଭୃଗୁ ପଦ୍ଧତିରେ ଆଗରୁ କିଛି ମାତ୍ରାରେ ହେଇପାରୁଥିଲା, ଯେଉଁଟାକି ଆଜିକା ଡେଟ୍ରେ ଆଉ ସେ ଟେକ୍ନିକ୍ ଗୁଡ଼ା ନାହିଁ। ତେଣୁ ଆପଣଙ୍କର ତୁଳା ରାଶି, ମୋର ତୁଳା ରାଶି, ଦାମର ତୁଳା ରାଶି, ହରିର ତୁଳା ରାଶି ସମସ୍ତଙ୍କର ଅଲଗା ଅଲଗା ହେବ, କାରଣ ଦଶା ତ ଅଲଗା। ଆଉ କ'ଣ, ପ୍ରଥମେ ଦଶା, ତାପରେ ଯାଇକି ଗୋଚର ନା ଇଂଲିଶରେ କୁହାଯାଏ ଟ୍ରାନଜିଟ୍। ତ ଟ୍ରାନଜିଟ୍ଟାକୁ ଡେଲିଭରି ବୟ କୁହାଯାଏ। ଦଶାଟା ହେଲା ଆପଣଙ୍କ ଫଳ ପ୍ରଦାନ କରିବ, ସେ ଫଳଟାକୁ ଆଣିକି ଗୋଚର ଆପଣଙ୍କ ଦ୍ୱାରରେ ଥୋଇ ଦେଇକି ଯିବ। ଆଉ ସେ ଦଶା ତ ସିଆଡ଼େ ସିପିଂ ହେଇନଥିବ ପ୍ରଡ଼କ୍ଟ, ଆଉ ଆପଣଙ୍କ ପାଖରେ ଡେଲିଭରି ହେବ କେମିତି? ତେଣୁ ପର୍ସନାଲ ଗୋଟେ ଯଦି ଆପଣ ନିଜର କିଏ କହୁଛନ୍ତି ତୁଳା ରାଶି ବ୍ୟକ୍ତିଙ୍କ ପାଇଁ ଏଇ ବର୍ଷଟି ଏମିତି ରହିବ, କିଛି ସେଗୁଡ଼ା ଖାତିରି କରିବେ ନାହିଁ। କିଛି ଭୁଲ ହେବ ତ, ଆଉ ଯଦି ବି ଗୋଟେ ଭୁଲ ଠିକଠାକ ହେଇଗଲା ସିଏ ଜ୍ୟୋତିଷ ନୁହେଁ ଆଜ୍ଞା। କାହିଁକିନା ବର୍ଷ ଫଳଟା କେବଳ ଆମେ ସଂହିତା, ସିଏ ବି ଯଦି ଭାରତବର୍ଷ ବିଷୟରେ ଯିଏ କହୁଛି ଭାରତରେ ଏବେ କେଉଁ ଦଶା ଚାଲିଛି ତାକୁ ଦେଖିକି ସେ କହିବା ଉଚିତ, ସେଟା କୁହାଯିବ, ବିନା ଦଶାରେ କହି ହେବନି। କିନ୍ତୁ ମିଷ୍ଟର ଏକ୍ସ, ମିଷ୍ଟର ୱାଇ ଏମାନଙ୍କ ପାଇଁ ବର୍ଷ ଫଳଟା ସମ୍ପୂର୍ଣ୍ଣ ରୂପେ ମାନେ ଭୁଲ ବୋଲି କହିବିନି, ଗୋଟେ ବର୍ଷ ଫଳ କନସେପ୍ଟଟା ଯେହେତୁ ଅଛି ସମ୍ପୂର୍ଣ୍ଣ ଭୁଲ ବୋଲି କହିବିନି। ପ୍ରେଡିକ୍ସନର ସଠିକତାଟା, ଭବିଷ୍ୟବାଣୀର ସଠିକତାଟା ମାତ୍ର ବିଲୋ 5%। ଆପଣ ଯଦି ଖୁସି ହେଇଯିବେ ଯେ ଆପଣଙ୍କର ଯାହା ଯାହା ଜ୍ୟୋତିଷ କହିଥିଲେ ସବୁ ହେଇଗଲା, ସେଇଟା ସବୁ ବିଲୋ 5%। ଦଶାକୁ ନ ଦେଖିକି କେବଳ ଗୋଚର ଦେଖିକି ବର୍ଷ ଫଳ କହିବାଟା ସମ୍ପୂର୍ଣ୍ଣ ରୂପେ ଗୋଟେ ଜ୍ୟୋତିଷ ବିଦ୍ୟାର ଅଳ୍ପ ୟୁଜ୍, ସେଟା ଯେମିତି ଅଳ୍ପ ବିଦ୍ୟା ଭୟଙ୍କରୀ ବୋଲି କୁହାଯାଏ ସେଇଭଳିଆ। ତେଣୁ ବିଲକୁଲ ବିବ୍ରତ ହେବେନି। ତାହେଲେ କ'ଣ କ'ଣ ମୁଁ କହିଲି? ଗୋଟେ ଜିନିଷ ଆପଣଙ୍କୁ କହିଲି ଯେ ସେ ଇଂରେଜୀ ନବବର୍ଷ, ଓଡ଼ିଆ ନବବର୍ଷ ନେଇ କିଛି କନଫ୍ୟୁଜ୍ ହେବେନି। ଆଉ 4 ମାସ ପରେ ଏପ୍ରିଲରେ ଆସିବ ଆପଣଙ୍କର ଓଡ଼ିଆ ନବବର୍ଷ। ଇଂରେଜୀ 25ରୁ 26 କହିବ, ସେ ପାଞ୍ଜି ଆପଣଙ୍କର ସେତିକିରୁ ଇଏରେ କହିବ ପଞ୍ଚାଙ୍ଗରେ। କାହାର ପ୍ରେଡିକ୍ସନ୍ କିନ୍ତୁ ଭୁଲ ହେବନି, ସବୁର ପ୍ରେଡିକ୍ସନ୍ ପ୍ରୋସେସ୍ ସମାନ। ଏବଂ ଭବିଷ୍ୟବାଣୀ ଗୋଟେ ଦେଶ କିମ୍ବା ରାଜ୍ୟର କହିବା କଥାଟା ଜ୍ୟୋତିଷ ଶାସ୍ତ୍ରରେ ତାଜିକ ନୀଳକଣ୍ଠୀ ଗ୍ରନ୍ଥରେ ଉଲ୍ଲେଖ ରହିଛି। ତେଣୁ ତାକୁ ମୁଁ ମନା କରିପାରିବି ନାହିଁ, ଯେକୌଣସି ଗୋଟେ ଲୋକ ସେ କହିପାରିବ, ପ୍ରୋଭାଇଡେଡ଼ ସେ ଜଣେ ଭଲ ବିଜ୍ଞ ଏବଂ ଅଭିଜ୍ଞ ଜ୍ୟୋତିଷ ହେଇଥିବେ। ମୋ ଭଳିଆ ମୂର୍ଖ ଜ୍ୟୋତିଷମାନେ ପ୍ରେଡିକ୍ସନ୍ କରିପାରିବେ ନାହିଁ, ହେବନି ଆଜ୍ଞା। ପ୍ରଥମେ ଆପଣଙ୍କର ହୋରା ଶାସ୍ତ୍ର, ରାମ ଦାମ ଏଇମାନଙ୍କର ଆମେ ଦେଖି 40 ବର୍ଷ 50 ବର୍ଷ ଅଭିଜ୍ଞତା ପରେ ଆମର ଗୋଟେ ଇଣ୍ଟୁଇସନ୍ ବୋଲି ଡେଭଲପ୍ କରେ, ତାକୁ ଦେଖିକି ସଂହିତା ଶାସ୍ତ୍ରରେ ଜ୍ୟୋତିଷ କରିହେବ। ଯେଉଁଟାକି ଅଚ୍ୟୁତାନନ୍ଦ ଦାସ ସେମିତି ଭବିଷ୍ୟବାଣୀ କରିଦେଉଥିଲେ ଇଣ୍ଟୁଇସନ୍ ବଳରେ। ଯଦିଓ ସେଇଟାକୁ ମୁଁ ଜ୍ୟୋତିଷ ଶାସ୍ତ୍ର ଗୋଟେ ଅଙ୍ଗ ମାନେନି ଭବିଷ୍ୟମାଳିକାକୁ, କାରଣ ଗ୍ରହ ନକ୍ଷତ୍ର ସେଥିରେ ଲେଖା ହେଇନି। ଏବେ ଇଂଲିଶର ପଢ଼ିଲା ଭିତରେ ମୁଁ ଦେଖିଲି ଶନିଙ୍କ ବିଷୟ ଟିକେ ଲେଖା ହେଇଛି, ବଟ୍ ଛାଡ଼ନ୍ତୁ ସେ ବିଷୟରେ, ସିଏ ନୁହେଁ। କିନ୍ତୁ ଆପଣଙ୍କର ଭବିଷ୍ୟବାଣୀ କରିବା ପାଇଁ ହେଲେ ସେଇଭଳିଆ ବିଜ୍ଞ ଜ୍ୟୋତିଷ ହେଇଥିବା ଦରକାର। ଗଲା XYZ ଆପଣଙ୍କର କିଛି ବ୍ୟସ୍ତ ହେବେନି ଯେ ମୋର ତୁଳା ରାଶିରେ ବର୍ଷଟା କେମିତି ରହିବ, ମେଷ ରାଶିରେ ବର୍ଷଟା କେମିତି ରହିବ, କିଛି ବ୍ୟସ୍ତ ହେବାର ନାହିଁ। ଆପଣଙ୍କ ପାଇଁ ସେମିତି ରହିବ ଯେମିତି ଆପଣଙ୍କ ଦଶା ଚାଲେ। ଆପଣଙ୍କର ତୁଳା, ମୋର ତୁଳା, ଆପଣଙ୍କର ଭଲ ଦଶା ଚାଲିଥିବ ଆପଣ ବଢ଼ିଆ ରେଜଲ୍ଟ ପାଇବେ। ମୋର ଭଲ ଦଶା ଚାଲିନି, ମୋର ଭଲ ଦଶା, ଆଜ୍ଞା ମୋର ଭଲ ନାହିଁ, ଆଉ ଏ ବର୍ଷଟା ମୋ ପାଇଁ ବଢ଼ିଆ ଗଲା। ତେଣୁ ବିନା ଦଶାରେ ଯେହେତୁ ଖାଲି ଗୋଚର ଦେଖିକି ଗୋଟେ ପ୍ରେଡିକ୍ସନ୍ କରାଯାଏ, ତେଣୁ କୌଣସି ଗୋଟେ ଇଣ୍ଡିଭିଜୁଆଲ ହରୋସ୍କୋପ ବା ହୋରା ଶାସ୍ତ୍ର ବା ନାଟାଲ ହରୋସ୍କୋପିରେ ବର୍ଷ ଫଳଟା ବିଲକୁଲ କାମ ଦେଉନି। ତୁଳା ରାଶି ବ୍ୟକ୍ତିଙ୍କ ପାଇଁ ଏମିତି ରହିବ ନା, ସେଇଟା ସଂହିତା ଜ୍ୟୋତିଷରେ ରହିବ ଯେ ଭାରତବର୍ଷରେ ଯଦି ଆମେ ଦେଖିଲେ କର୍କଟ ରାଶି, ତାହେଲେ ସେ ଅନୁସାରେ କ'ଣ ରହିବ ଗୋଟେ କଲେକ୍ଟିଭ ୱେରେ ସେଇଟା କହିବ। ତେଣୁ ଆଜିର ଯେଉଁ ବିଷୟବସ୍ତୁ ଥିଲା, ଯେହେତୁ ବର୍ଷ ଫଳ ବୋଲି ଗୋଟେ କନସେପ୍ଟ ଅଛି, କାଳ ସର୍ପଦୋଷ, ସେ ରାଶିଫଳ, ବର୍ଷ ଫଳଟା ଗୋଟେ ପ୍ରକାର ରାଶିଫଳ କହିଲେ ଅତ୍ୟୁକ୍ତି ହେବନି।
सेगुड़ा जदिव तार एत उल्लेख ना किंतु राशिफलटा वर्षफल हो पारे वर्षफलटा देखो सबुरा राशिफल है राशिफलटा गोटे वार्षिक फल हो पारे राशिफलटा गोटे मासिक फल हो पारे राशिफलटा जो दैनिक होनी कि सेटा भूल गोटे सेटा बहुत खराब हाँ सेटा केमती काम करना तेरे यही जो आपणकर रहा वार्षिक राशिफल नहीं कि यहाँ क्या नहीं बिल्कुल व्यस्त हेनी जिते बड़े आपणकर दशा ठीक से समय आप से अनुसार फल भोग करेंगे हो आज ये मुझे देखुची मो ओडिया वीडियो गुड़ा बेस लोक टे देखुना कारण बोधे मुझे राशिफल कहूनी वर्षफल कहूनी से सब मजालिया जिनस देखापी बेस लोक पसंद करूँ जना पड़े जो गोटे ऑनेस्ट व्यू देखापी लोक मानकर आग्रह ना आउट ऑफ क्यूरोसिटी स्वयं ज्योतिष देखुं मो राशि कौन अच्छी क्या जानापी गोटे भूल भाल हो ज्योतिष को दोष दौरान तेणु से नक जदि किए मु कि मो भाया किए ऑनेस्ट मत दौरान से शुणु देखु आप बहुत उपकृत हे आज ये जदि महादेव चाहती आउ गोटे वीडियो नहीं आप खूब शीघ्र उपस्थित हे से पर्यंत आज्ञा दिंतु ओम नमः शिवाय।